ପିଲେ ଭୟ ଶୁଣି ପାରୁଛ? ଆଜ୍ଞା ସାର୍। ଆଜ୍ଞା ସାର୍ ପ୍ରଣାମ ସାର୍। ଚାଲ ତ କାଲି ପିଲାମାନେ ଟିକେ ଆଲୋଚନା କରିଥିଲେ ବୈଦିକ ବାଙ୍ଗ୍ମୟ ବିଷୟରେ। ହଁ, ତ ଆଜି ପିଲା ଆମେ କଣ କରିବା, ଆଜି ଆଉ ଟିକେ ନୂଆ ବିଷୟ ଟିକେ ଆଲୋଚନା କରିବା। ଠିକ ଅଛି, ଆଉ କାଲିକି ମଧ୍ୟ ଆଉ ଗୋଟେ ନୂଆ ବିଷୟ ଆଲୋଚନା କରିବା। ତା ପରଠୁ ପିଲା ଆମେ ଆମର, କାରଣ ଏବେ ଯେହେତୁ ଡେମୋ କ୍ଲାସ ଚାଲିଛି, ତାପରେ ଭିଡିଓ ବି ପବ୍ଲିକ ବି ଅଛି ପିଲେ। ଠିକ ଅଛି, ୟା ପରଠୁ ଆଉ କ୍ଲାସ ଗୁଡାକ ପିଲେ ପବ୍ଲିକ ହବନି, ଆଉ ତମମାନେ କ୍ଲାସ ଗୁଡାକ ପିଲେ କାହାକୁ ସେୟାର ବି କରିବନି। ଠିକ ଅଛି, ତ ନିଜ ପାଖରେ ରଖିବ ହେଲା। ନୋଟ୍ସ ମଧ୍ୟ ପିଲେ କାହାକୁ ସେୟାର କରିବନି। ଠିକ ଅଛି, କାହିଁକି ନା ଏଇସବୁ ଜିନିଷ ପିଲେ ସେୟାର କରାଯାଏନି। ତ ସେୟାର କରାଯିବ କୋଉ ଜିନିଷ ନା ତମେ ପିଲେ ସେୟାର କରିପାରିବ ତମର ଓନ୍ ନଲେଜ କୁ ପିଲେ। ଠିକ ଅଛି, ତମକୁ ଯଦି ତମ ସାଙ୍ଗମାନେ ପଚାରନ୍ତି କି ମୁଁ ଏଇ ଜିନିଷ ବୁଝିପାରୁନି ମତେ ଟିକେ ବୁଝେଇଦେ, ବୁଝେଇବ ପିଲେ, କାହାକୁ କେହି ମନା କରିବନି। ଠିକ ଅଛି, ଯେତେବେଳେ ଯିଏ ବି ପଚାରିବ ପିଲେ ବୁଝେଇବ, କିନ୍ତୁ ତମେ ତମ ପାଖରେ ଥିବା ଜିନିଷକୁ ତାଙ୍କୁ କେବେ ଦବନି। ନୋଟ୍ସ ଇତ୍ୟାଦିକୁ କେବେ ତାଙ୍କୁ ଦବ ନାହିଁ। ଦବ ଯଦି ସେଇଟା ତମର ହିଁ ପିଲେ କ୍ଷତି କରେଇବ, ଫ୍ୟୁଚରରେ ସେଇଟା ତମର ହିଁ କ୍ଷତି କରେଇବ। ସେଥିପାଇଁ ଗୋଟେ କଥାରେ ନାହିଁ ପିଲେ, ଓଡିଆରେ ଗୋଟେ କଥା ନାହିଁ, ମାଛ ଖାଇବା ପାଇଁ ଦବ କିନ୍ତୁ କଣ ଦେଖେଇବନି? ପୋଖରୀ ଗାଡିଆ। ହଁ, ପୋଖରୀ ବା ଗାଡିଆ ପିଲେ ଦେଖେଇବନି। ଠିକ ଅଛି, ତ ଦବ ପିଲେ, ଯିଏ ପଚାରିବ ନା ବୁଝି ହଉନି ଇଏ ହଉନି ସେ ହଉନି ବୁଝେଇବ ପିଲେ। ୟା ଦ୍ୱାରା ତମର ନିଜର ଜ୍ଞାନ ବଢିବ। ନୋଟ ବାଣ୍ଟିବ, କ୍ଷତି କିନ୍ତୁ ତମର ପିଲା ହବ ହେଲା। ତ ସେଥିପାଇଁ ଏସବୁ ଜିନିଷକୁ ତମେ ତମ ପାଖରେ ରଖିବ, ପିଲାଙ୍କୁ ପିଲେ କହିଦବ ବା ତାଙ୍କୁ ଯଦି ନ ବୁଝି ପାରୁଛନ୍ତି ପିଲେ ବୁଝେଇଦବ। ଠିକ ଅଛି, ଏଗୁଡାକ ବହୁତ ବଢିଆ ଜିନିଷ। ଚାଲ, ତ ଆଜି ପିଲା ଆମ ମାନଙ୍କର ଯଦ୍ୟପି ଯୋଉ ସିଏସୟୁ ହଉ କି ପିଲେ ତିରୁପତିର ହଉ କି ଏଲବିଏସ ର ହଉ, ଏସବୁରେ ଅବଶ୍ୟ ପିଲା ଆମର ଆସୁନି କଣ ରିଜନିଂ ପାର୍ଟ ଟା ପିଲା ଆସୁନି, କିନ୍ତୁ ରିଜନିଂ ପାର୍ଟ ପିଲେ ଜଗନ୍ନାଥ ୟୁନିଭରସିଟିର ଯୋଉ କୋଶ୍ଚିନ୍ ପେପର ଆସୁଛି ତ ସେଥିରେ ରିଜନିଂ ପାର୍ଟ ପିଲେ ରହିଛି। ତ ଆମେ ଯେହେତୁ ପିଲେ ସବୁକୁ ଲକ୍ଷ୍ୟ କରିକି ପଢୁଛେ, ମାନେ ଆମେ ତ କେବଳ ଆମର ସିଏସୟୁ କୁ ଲକ୍ଷ୍ୟ କରିକି ପଢୁନେ। ଠିକ ଅଛି, ସିଏସୟୁ ସହିତ ଜଗନ୍ନାଥଙ୍କୁ ମଧ୍ୟ ପିଲେ ଦୃଷ୍ଟିରେ ରଖିକି ଆମେ ମାନେ ପଢୁଛେ। ସେଥିପାଇଁ ରିଜନିଂ ଟିକେ ମଧ୍ୟ ପିଲା ଆମେ ମାନେ ପଢିବା। ତାପରେ ଆଉ ଗୋଟେ ପ୍ଲସ ପଏଣ୍ଟ କଣ ରିଜନିଂ ପଢିବାର ପିଲେ ନା, ତମମାନଙ୍କର ସିନା ଏବେ ସିନା କିଛି ବିଏଡ ପାଇଁ ପିଲା ଆବଶ୍ୟକ ନାହିଁ, ଯେତେବେଳେ ଫ୍ୟୁଚରରେ ପିଲେ ତମେ କୌଣସି ଏଣ୍ଟ୍ରାନ୍ସ ଦବ, ମାନେ କଣ ଶିକ୍ଷକ ଚାକିରି ପାଇଁ, ସେତେବେଳେ ଆବଶ୍ୟକ ପଡିବ। ଆଉ ଯଦି ତମେ ଏବେ ଟିକେ ଟିକେ ନ ଜାଣିଥିବ, କାହିଁକିନା ଏପର୍ଯ୍ୟନ୍ତ ପିଲେ ଆମମାନେ ତ ଜାଣି ହିଁ ପିଲେ ରିଜନିଂ କଣ। କିନ୍ତୁ ଯୋଉମାନେ ପିଲେ ଜେନେରାଲରେ ଯୋଉମାନେ ପ୍ଲସ 3 କରୁଛନ୍ତି, ତ ସେମାନଙ୍କୁ ପଚାରିବ, ସେମାନେ ବହୁତ ଭଲ ଭାବରେ ଜାଣିଛନ୍ତି, କାହିଁକିନା ସେମାନେ ଅନ୍ୟାନ୍ୟ ଚାକିରି ପାଇଁ ମଧ୍ୟ ପ୍ରିପେୟାର ହଉଛନ୍ତି। ଆଉ ଯେକୌଣସି ଚାକିରି ପାଇଁ ପିଲା ରିଜନିଂ କୁ କେବେ ହେଲେ ତମେ ଅଣଦେଖା କରିପାରିବ ନାହିଁ। ସବୁଠୁ ମାନେ ମେନ୍ ଟପିକ ହିଁ ହଉଛି ରିଜନିଂ ପିଲେ। ଠିକ ଅଛି, ଜବ ର ମାନେ ହିଁ ହଉଛି ରିଜନିଂ। ତ ସେଥିପାଇଁ ଆମେ ଟିକେ ନାକୁ ପିଲେ ରିଜନିଂ ବିଷୟରେ ମଧ୍ୟ ପଢିବା, ଟିକେ ଧାରଣା ପିଲା ରଖିବା। ଠିକ ଅଛି, ତ ସହଜ ଉପାୟରେ ବୁଝିବା ସେମିତି କିଛି ନାହିଁ, ଯୋଉଠି ନ ବି ବୁଝିପାରିବା ପିଲା ବାରମ୍ବାର ପଚାରିବ ହେଲା। ଚାଲ, ଆଜି ପିଲା ଆମେ ଟିକେ ନାକୁ ମେଣ୍ଟାଲ ଆବିଲିଟି ବା ଯାହାକୁ ଆମେ ରିଜନିଂ ବୋଲି କହିଥାଉ, ତା ଉପରେ ପିଲା ଆଲୋଚନା କରିବା। ଆଉ ତା ଉପରେ ମଧ୍ୟ ପିଲେ ଆମେ ଫାର୍ଷ୍ଟ ଟପିକ ରଖିଛେ ଡେଟ୍ ମନ୍ଥ ଡେ। ଠିକ ଅଛି, ମାନେ କ୍ୟାଲେଣ୍ଡର ପିଲେ ଗୋଟେ ଆମର ସେଥିରେ ଥିଲା, ଗୋଟେ ଟପିକ ଥିଲା ପିଲେ କ୍ୟାଲେଣ୍ଡର ବୋଲି, ବୁଝିଲା। କ୍ୟାଲେଣ୍ଡର ପିଲେ ବହୁତ ପ୍ରକାର ପ୍ରଶ୍ନ, ଅନେକ ପ୍ରକାର ପ୍ରଶ୍ନ ପିଲା ଆମକୁ ଦେଖିବାକୁ ମିଳିଥାଏ। ତ ତାର ଯେତେ ବି ପ୍ରକାରର ପ୍ରଶ୍ନ ଆସିବାର ଚାନ୍ସ ଅଛି, ସେ ସବୁ ପ୍ରକାରର ପିଲା ଆମେ ଟିକେ ଟିକେ ଶିଖି ନେଇଥିବା, ଯାହା ଫଳରେ ପରୀକ୍ଷାରେ କୌଣସି ବି ପ୍ରକାର ଯଦି ପ୍ରଶ୍ନ ଆସେ ତ ତାକୁ ପିଲାମାନେ ଆଟେଣ୍ଡ କରିପାରିବା ହେଲା। ତ ଏଥିରେ ସାଧାରଣତଃ ପ୍ରଶ୍ନ ଆସିଥାଏ, ଏ ତାରିଖ ଦେଇଥିବ, ତ ଏ ତାରିଖରେ କୋଉ ବାର ପଡୁଥିଲା, ସାଧାରଣତଃ ପିଲେ ନର୍ମାଲି ଏଇ ପ୍ରଶ୍ନ ହିଁ ଆସିଥାଏ। ତ ପ୍ରଥମେ ପିଲା ମାନେ ଏଇ ଯୋଉ ଡେଟ୍ ମନ୍ଥ ଡେ ବା ଯୋଉ କ୍ୟାଲେଣ୍ଡର ପିଲେ, ତାର ପ୍ରଥମେ ଆମେ କନସେପ୍ଟକୁ ବୁଝିବା ପିଲେ। ଠିକ ଅଛି, ତାପରେ ଆମେ ଯିବା ପିଲେ କାହା ଉପରକୁ, ପ୍ରଶ୍ନ ଉପରକୁ ପିଲେ ଯିବା। ଦେଖ, କନସେପ୍ଟ ପିଲେ ଏଠି ହେଲା କଣ ନା, ଆମମାନଙ୍କର ଯୋଉ ପିଲେ ଇୟର ଅଛି ନା ପିଲେ, ଯୋଉ ବର୍ଷ, ତ ବର୍ଷ ହଉଛି ପିଲା ଆମ ମାନଙ୍କର ଦି ପ୍ରକାର। ଗୋଟେ ହେଲା ପିଲେ ନର୍ମାଲ ଇୟର, ଗୋଟେ ହଉଛି ପିଲେ ଲିପ୍ ଇୟର। ଠିକ ଅଛି, ନର୍ମାଲ ଇୟର ମାନେ ଯୋଉଟା ପିଲେ ନର୍ମାଲ ଇୟର ମାନେ ଯୋଉଥିରେ ଫେବୃଆରୀ ମାସରେ ପିଲେ କେତେଟା ଦିନ ଥିବ? 28। 28ଟା ଦିନ ଥିବ 28ଟା। ହେଲା। ଯେମିତି କି ଆମର ପିଲେ 2025ଟା, ଏଇଟା ପିଲେ ନର୍ମାଲ ଇୟର ନା ଲିପ୍ ଇୟର? ନର୍ମାଲ ଇୟର। ନର୍ମାଲ ଇୟର ପିଲେ ନର୍ମାଲ ଇୟର। ହେଲା। ଆଉ ଲିପ୍ ଇୟର ର ମାନେ ହଉଛି ପିଲେ ଅଧିବର୍ଷ। ଅଧିବର୍ଷର ମାନେ ହଉଛି କି ଯୋଉ ବର୍ଷ ଫେବୃଆରୀ ମାସରେ ପିଲେ କଣ ପଡିଥିବ, କେତେ ତାରିଖ 29 ଆସୁଥିବ? ତାରିଖ। ଫେବୃଆରୀ ମାସ 29 ଦିନ ହେଇଥିବ। ହଁ, ତ ଫେବୃଆରୀ ମାସରେ ପିଲେ 29ଟା ଦିନ ହେଇଥିବ, ତାକୁ ପିଲା ମାନେ ଲିପ୍ ଇୟର ବୋଲି କହିଥାଉ। ତ ୟାକୁ ନର୍ମାଲି ଜାଣିବାର ନିୟମ ହଉଛି ପିଲେ କଣ ନା, ଯଦି ସେ ଯୋଉ
କୌଣସି ବି ବର୍ଷ ହେଇଥିବ ତାର ଯଦି ଫାଷ୍ଟ ଦିଟା ଡିଜିଟ ପିଲେ ଯଦି 4 ନା କଟି ଯାଉଥିବ ତାହେଲେ ସେଇ ବର୍ଷଟା ପିଲେ କଣ ହବ ସେଇଟା ଲିପ୍ ଇୟର ହବ। ବୁଝୁଛି? ଆରେ ଯେମିତି କି ମନେ କର ପିଲେ 2024 ମନେ କର ଥିଲା ପିଲେ, ଠିକ ଅଛି? 2024 ପିଲେ କାହିଁକି ଲିପ୍ ଇୟର? ନା ଏଇ ଯୋଉ 24ଟା ପିଲେ ଅଛି, ଏଇ 24ଟା ପିଲେ 4 ଦ୍ଵାରା ମାନେ ବିଭାଜ୍ୟ କି ନାଇଁ? 4 ଦ୍ଵାରା ଆମେ ଆକୁ କାଟି ପାରିବା କି ନାଇଁ? ଆଜ୍ଞା ସାର୍। 4 16 24 ପିଲା ହଉଛି ପୁରା କଟି ଯାଉଛି, ତ ସେଥିପାଇଁ 2024ଟା ପିଲା ଲିପ୍ ଇୟର ଥିଲା। କିନ୍ତୁ ବର୍ତ୍ତମାନ ପିଲା ତ 2025 ମସିହା, ତ 2025 ରେ ଯୋଉ 25ଟା ପିଲା ଅଛି ଆକୁ କଣ ଆମେ ପିଲା 4ରେ କାଟି ପାରିବା? କଟିବନି ପିଲେ। ନା ସାର୍। ନା ନାଇଁ 424 ପକେଇଲେ ଭାଗ ଶେଷ ପିଲେ ଗୋଟେ ବଢିବ ପିଲେ 1, ତ ସେଥିପାଇଁ 2025ଟା ପିଲେ କଣ ନୁହଁ ଲିପ୍ ଇୟର ପିଲେ ନୁହଁ। ଲିପ୍ ଇୟର ଟା ପିଲେ ପ୍ରତି କେତେ ବର୍ଷରେ ଥରେ ପଡେ? 4 ବର୍ଷରେ ଥରେ। 4 ବର୍ଷରେ ଥରେ। ହଁ, ତ ଗୋଟେ ଲିପ୍ ଇୟର ଆଉ ଗୋଟେ ଲିପ୍ ଇୟର ଭିତରେ ପିଲେ 4 ବର୍ଷର ଗ୍ୟାପ ଥାଏ ପିଲେ। ତ 2024ରେ ଲିପ୍ ଇୟର ପଡିଥିଲା ମାନେ ତା ପର ଲିପ୍ ଇୟର ପିଲେ କେବେ ପଡିବ? 2028। 2028। 2028 ରେ ପଡିବ। ଆଉ 2024 ର ପୂର୍ବ ଲିପ୍ ଇୟର ପିଲେ କେବେ ପଡିଥିଲା? 2020। 2020ରେ ପିଲେ ପଡିଥିଲା। ତ ଏଇ ଜିନିଷ ଜାଣିବାର ମାନେ ପିଲେ କଣ ନା ପିଲେ ଯଦି ନର୍ମାଲ ଇୟର ଥିବ, ଯଦି ତମମାନଙ୍କୁ ପରୀକ୍ଷାରେ ପିଲେ ନର୍ମାଲ ଇୟର ପଚାରିଥିବ, ବୁଝିହେଲା, ତ ସେ ସମୟରେ ଯୋଉ ପ୍ରତି ମାସ ଗୁଡାକ ନାହାନ୍ତି ପିଲେ ସେମାନଙ୍କର କୋଡ ପିଲେ ଏଇ ଟାଇପରେ ରହିବ। କୋଡ ମନେ ରଖିବାକୁ ପଡିବ ପିଲେ, ହେଲା? ତ କୋଡ ମନେ ରଖିବାର ଉପାୟ ପିଲେ କଣ? 144 0 25 0 36 146, ହେଲା? ଏମିତି ମନେ ରଖିବ ପିଲେ। ଆଉ 1 4 4 ଏମିତି କରି ମନେ ରଖିବନି। କଣ ମନେ ରଖିବ? 144 0 25 0 36 146, ବୁଝିହେଲା? ଆରେ ପିଲେ କଣ କହିବ ଏଇଟା କେମିତି ପଡିବ? 144 0 25 0 36 146। 146, ବାସ୍ ଇଏ ହଉଛି ପିଲେ 12ଟା ଯାକ ମାସର ପିଲେ କୋଡ। ଆଗ ବୁଝିଦିଅ ପିଲେ, ତାପରେ ଆମେ ଯେତେବେଳେ କରିବା ପିଲେ ସେତେବେଳେ ଜାଣିବ ପିଲେ, ହେଲା? ତାହେଲେ 144 0 25 0 36 146 ଇଏ ହେଲା ପିଲେ ନର୍ମାଲ ଇୟର ର ମନ୍ଥ କୋଡ ଗୁଡାକ ପିଲେ। କିନ୍ତୁ ଯଦି ପ୍ରଶ୍ନରେ ପିଲେ ଲିପ୍ ଇୟର ଦେଇଥିବ ତାହେଲେ ଏଇ କୋଡ ପିଲେ କିଛି ପରିବର୍ତ୍ତନ ହବନି, ଯେ କେବଳ ଦିଟା କୋଡ ହିଁ ପରିବର୍ତ୍ତନ ହବ। କଣ ପରିବର୍ତ୍ତନ ହବ? ନା କେବଳ ଜାନୁଆରୀଟା ପିଲେ ଯୋଉ 1 ଥିଲା ସେଟା 0 ହେଇଯିବ, ଆଉ ଫେବୃଆରୀ ଯୋଉ ପିଲେ 4 ଥିଲା ତ ସେଇଟା କଣ ହେଇଯିବ 3 ହେଇଯିବ। ନହେଲେ ବାକି ପିଲେ ଯାହା ଯେମିତି ଅଛି ସେମିତି ରହିବ, ହେଲା? ବାକି ମନ୍ଥ କୋଡରେ ପିଲେ କୌଣସି ପ୍ରକାର ଚେଞ୍ଜେସ ଆସିବ ନାହିଁ, ବୁଝିହେଲା ପିଲେ? ତ ନର୍ମାଲ ଇୟର ରେ ପିଲେ ଯଦି ପଡିଥିବ ତାହେଲେ ସେମାନଙ୍କର ମନ୍ଥ କୋଡ, ଆଉ ଯଦି ପିଲେ ଅଧି ବର୍ଷ ପଡିଥିବ ବା ପିଲେ ଲିପ୍ ଇୟର ପଡିଥିବ ତେବେ ତାର ପିଲେ ମନ୍ଥ କୋଡ, ବୁଝିହେଲା? ତାର ମନ୍ଥ କୋଡ ଭିତରେ ହେଲେ ଏତିକି ଫରକ ପିଲେ ଜାନୁଆରୀ ଟା ହେଇଯିବ 0, ମାନେ 1 ଲେଖେ କମ ହେଇଯିବ ପିଲେ। ଆଉ 1 ରୁ 1 ଗଲେ 0, 4 ରୁ 1 ଗଲେ ପିଲେ କେତେ? 3, ହେଲା? 3। ତ ବର୍ତ୍ତମାନ ପିଲା ଆମ ମାନଙ୍କର ମନ୍ଥ କୋଡ ଗୁଡାକ ଆମ ମାନେ ଜାଣିନେଲେ ପିଲେ। ଏଗୁଡାକ ମ୍ୟାଥ ରେ ପିଲା ଆପ୍ଲାଏ କରିବା, ହେଲା? ତାପରେ ସେଥିରୁ ନେକ୍ସଟ ଜିନିଷ କଣ କହୁଛି ପିଲେ ସେଞ୍ଚୁରୀ କୋଡ। ଦେଖ ସେଞ୍ଚୁରୀ କୋଡ ମାନେ ଯାହାକୁ ପିଲେ ସେଞ୍ଚୁରୀ କି ଆମେ କଣ କହିଥାଉ ପିଲେ ଓଡିଆରେ? ଶତାବ୍ଦୀ। ଶତାବ୍ଦୀ। ତ ପିଲେ ଶତାବ୍ଦୀ କୋଡ, ଶତାବ୍ଦୀର ମାନେ ପିଲେ କଣ ଥରେ ବୁଝ ପିଲେ। ଯେମିତି କି ଆମେ କହୁଛେ ଆଜି ହେଲା କେତେ ମସିହା? ନା 2025 ମସିହା। ତ 2025ରେ ଯୋଉ ପିଲେ 25ଟା ପିଲେ ନାଇଁ, ଏଇ 25ଟା ହଉଛି ପିଲେ ବର୍ଷ। 25ଟା ହଉଛି ପିଲେ କଣ? ବର୍ଷ। ଆଉ ପିଲେ ଏଇ ଯୋଉ 2025ରେ ଶତାବ୍ଦୀ ପିଲେ କୋଉଟା? 2000। 2000 ହଉଛି ପିଲେ ଶତାବ୍ଦୀ, ମନେ ରଖିବ, ବୁଝିହେଲା? 2000 ଟା ହଉଛି ପିଲେ ଶତାବ୍ଦୀ, ଆଉ ବାକି 25ଟା ହଉଛି ପିଲେ କଣ? ବର୍ଷ। ତ ସେଥିପାଇଁ ଆମେ ପିଲେ ବର୍ତ୍ତମାନ କୋଉ ଶତାବ୍ଦୀ ବୋଲି କହୁଛେ? ବିଂଶତି ଶତାବ୍ଦୀ ନା ଏକବିଂଶତି ଶତାବ୍ଦୀ? ଏକବିଂଶତି ଶତାବ୍ଦୀ। ଏକବିଂଶତି ଶତାବ୍ଦୀ, ମାନେ 1900 ମସିହା ପିଲେ ଯାହା ଯାହା ଆସୁଥିଲା ସେ ସବୁ ପିଲେ ହଉଥିଲା ଆମେ କଣ ବିଂଶତି ଶତାବ୍ଦୀ ବୋଲି କହୁଛେ। ତ ଏଇଠି ପିଲେ କନଫ୍ୟୁଜନ ହବନି ଟିକେ ରଖୁ, ଆଉ ଥରେ ମୁଁ ଭଲସେ ବୁଝେଇ ଦଉଛି ପିଲେ। ଶତାବ୍ଦୀର ମାନେ ହଉଛି ପିଲେ ମନେ ରଖିବ, ଶତାବ୍ଦୀର ମାନେ ହଉଛି ଯୋଉ ପ୍ରଥମ ଦିଟା ଡିଜିଟ ଅଛି ପିଲେ, ଯୋଉ ପ୍ରଥମ ଦିଟା ଡିଜିଟ ଅଛି ଏଇ ଦିଟା ଡିଜିଟ ହଉଛି ପିଲେ ବର୍ଷକୁ ସୂଚେଇଥାଏ, ଠିକ ଅଛି? ଏଇ ଦିଟା ଡିଜିଟ ପିଲେ କାହାକୁ ସୂଚେଇଥାଏ? ବର୍ଷକୁ ପିଲେ ସୂଚେଇଥାଏ। ଆଉ ବାକି ସେ ଦିଟା ଡିଜିଟ ଯଦି 0 କରିଦବ ତାହେଲେ ସିଏ ହେଇଯିବ ପିଲେ କଣ? ଶତାବ୍ଦୀ। ମନେକର ପିଲେ ମୁଁ କହିବି 1947 ମସିହା, ତାହେଲେ ଏଠି ପିଲେ ବର୍ଷ କଣ ଆଉ ଶତାବ୍ଦୀ କଣ?
ତାହେଲେ କଣ କହିବ? ବର୍ଷ ହଉଛି 47 ଶତାବ୍ଦୀ ହଉଛି 19। ହଁ, ତ ବର୍ଷ ହଉଛି ପିଲା 47 ଆଉ ଶତାବ୍ଦୀ ହଉଛି ପିଲା 1900। ବୁଝିଲା, ବର୍ଷ ହଉଛି ପିଲା 47 ଆଉ ଶତାବ୍ଦୀ ହଉଛି ପିଲା 1900। ତାହେଲେ ଆମକୁ ପିଲା ବର୍ଷ ସାଙ୍ଗରେ କିଛି କରିବାର ନାହିଁ, ଆମକୁ ପିଲା ଶତାବ୍ଦୀର ବର୍ତ୍ତମାନ କୋଡ ବାହାର କରିବା, କି ଯୋଉ ଶତାବ୍ଦୀ ତାର କୋଡ ପିଲା ମାନେ କେମିତି ବାହାର କରିବା। ତ ତାର ସେ ନିୟମ କହୁଛି ପିଲେ, ଯାହାବି ଶତାବ୍ଦୀ ଥିବ ସେ ସବୁକୁ ନା ପିଲେ 400ରେ ହରିବ। 400ରେ ହରିବ ମାନେ ଡାଇରେକ୍ଟ 400ରେ ହରିବ ପିଲେ, ଠିକ ଅଛି। ଜିରୋ ଫିରୋ କିଛି କଟାକଟି କରିବନି, କଟାକଟି କଲେ ଅସୁବିଧା ହବ। ଡାଇରେକ୍ଟ ତାକୁ 400ରେ ପିଲେ ହରିବ। ତ ଯଦି ଭାଗ ଶେଷ ପିଲେ 0 ରହିଲା ତାହେଲେ 6 ହବ ପିଲେ କୋଡ। ଯଦି ଭାଗ ଶେଷ 100 ତାହେଲେ 4 ହବ କୋଡ। ଯଦି ଭାଗ ଶେଷ ପିଲେ 200 ତାହେଲେ 2 ହବ କୋଡ। ଯଦି ଭାଗ ଶେଷ ପିଲେ 300 ତାହେଲେ 0 ହବ ପିଲେ କୋଡ। ଉଦାହରଣ ପାଇଁ ପିଲେ ବର୍ତ୍ତମାନ ଦେଖିବା, 2025 ମସିହା ମନେକର ଦେଇଛି ବା 2001 ମସିହା ଦେଇଛି, ଯାହା ବି ଦେଇଥାଉ ପିଲେ, ତ ଶତାବ୍ଦୀ ତ ପିଲେ ସେମ ହିଁ ରହିବ। ଶତାବ୍ଦୀ ପିଲେ କୋଉଟା? 2000 ହେଲା। ତାହେଲେ 2000 କୁ ପିଲେ ତମେ କୋଉଥିରେ ହରିବ? ସେ କୋଉଥିରେ ହରିବା ପାଇଁ କହିଲା? 400ରେ। 400ରେ ପିଲେ ହରିବ ହେଲା। ତ 2000 କୁ ଯଦି ପିଲେ 400ରେ ତମ ମାନେ ହରିବ ତ ଡାଇରେକ୍ଟ କେତେ ପକେଇବ ପିଲେ? 405 2000। ଆରେ 405 ପିଲେ 2000 ନୁହଁ ଆଜ୍ଞା ସାର୍। ହେଲା, 405 2000 ପିଲେ। ତ 2000 ରୁ 2000 ଗଲେ ରହିଲା ପିଲେ ଭାଗ ଶେଷ 0। ତାହେଲେ ଭାଗ ଶେଷ କେତେ ହେଲା ପିଲେ? ଭାଗ ଶେଷ ହେଲା 0। ତାହେଲେ ତାହେଲେ ୟାର ପିଲେ କୋଡ କେତେ ହବ? କୋଡ ହବ ପିଲେ 6। 6। ତାହେଲେ ସେଥିପାଇଁ 2000 ର ପିଲେ ଯାହା ବି ଆସିବ ସେ ସମସ୍ତଙ୍କର କୋଡ ତମେ 6 ପକେଇବ। ସେମିତିକା ତମେ ଯଦି ପିଲେ 1947 ସେ ଯୋଉ ହରଣ ହେଲା ହୁଁ, ତାର ଭାଗଫଳ ତ 5 ହେଲା ବା। ଭାଗ ଆଚ୍ଛା ଆଚ୍ଛା ଏଠି ଭାଗ ଫଳ ଲେଖା ହେଇଛି କି ପିଲେ? ନାଇଁ ନାଇଁ ନାଇଁ, ଭୁଲ ଅଛି ପିଲେ, ଏଇଟା ଭାଗ ଶେଷ ହେଲା। ଏଇଟା ମୁଁ କରେକ୍ସନ କରିଦେବି। ଭାଗ ଶେଷ, ବୁଝିଲ ସବୁ? ଆଜ୍ଞା ସାର୍। ହଁ, ଏଇଟା ଭାଗ ଶେଷ ପିଲେ, ଭାଗ ଫଳ ନାହିଁ ହେଲା। ତାହେଲେ ହେଇଗଲା। ସେମିତି ଯଦି ପିଲେ 1947 ମସିହା ଅଛି, ଯଦି ୟାର ବି ଆମେ ମାନେ ସେଞ୍ଚୁରୀ କୋଡ ବାହାର କରିବା ତାହେଲେ ପିଲେ 1900 କୁ ଆମକୁ ହରିବାକୁ ପଡିବ। କେତେରେ 1900 କୁ 1900 କୋଉଥିରେ ହରିବ? 400ରେ। ତ 1900 କୁ ପିଲେ 400ରେ ହରିବ। ତାହେଲେ କେତେ ପକେଇବ ପିଲେ? କେତେ ପକେଇବ? 416। ହଁ, 416। 414 ପିଲେ 1600 ପକେଇବ। ନା ନାଇଁ, 414 1600। ତାହେଲେ ଭାଗ ଶେଷ କେତେ ବଳିବ? 300 300। ହେଲା। ତାହେଲେ ଭାଗ ଶେଷ ଯଦି ପିଲେ 300 ତାହେଲେ କୋଡ କଣ ହବ ପିଲେ? 0 ହେଲା। କୋଡ କେତେ ହେଇଯିବ ପିଲେ? 0। ତାହେଲେ ତମେ ଏଇଭଳି ଭାବରେ ପିଲେ ସେଞ୍ଚୁରୀର କୋଡ ବାହାର କରିପାରିବ କି ନାଇଁ? ଆଜ୍ଞା ଆଉ ସାର୍। ତାପରେ ତମକୁ ବି ସେ ପରୀକ୍ଷାରେ ଆଜ୍ଞା ଏତେ ସାର୍। କିଛି ଟେନସନ ନବାର ନାହିଁ ପିଲେ। ଯଦି 2000 ମସିହାର କିଛି ବି ଦେଇଛି ତ ନର୍ମାଲି କୋଡ ମନେ ରଖି ଦେଇଥିବ ପିଲେ 6 ହେଲା। ଯଦି 1900 ମସିହାରେ କିଛି ବି ଦେଇଛି ତାର କୋଡ ପିଲେ 0 ହେଲା। 1800 ମସିହାରେ ତ ଏତେ ବାଟ ଯିବନି, ଯଦି ଦେଲା ତ ତାର ମଧ୍ୟ ପିଲେ 2। ଆଉ ଯଦି 1700 ଗଲା ତାର କୋଡ ପିଲେ ହବ 4। ବୁଝିଲା? ନା ତମେ ନର୍ମାଲି ମଧ୍ୟ ଏମିତି ପିଲେ ମନେ ରଖି ପାରିବ। ନହେଲେ ନାହିଁ ତ ତମେ ତ ଜାଣିଲ ତ ସୂତ୍ର ପିଲେ, ଆଉ ସେଞ୍ଚୁରୀକୁ ପିଲେ 400ରେ ହରିଦବ ଆଉ ହରିଦେଲେ ଯାହା ହବ ସେଇଟା ଆଉ ହେଲା। ତ ଭାଗ ଶେଷ ଯଦି 0 100 200 300 ତାହେଲେ ଆଙ୍କର କୋଡ କ୍ରମଶଃ ପିଲେ 0 2 4 6 ହେଲା। ତାହେଲେ ସେଞ୍ଚୁରୀ କୋଡ ପିଲେ ବାହାର କରିପାରିବ ତ ଏଥର। ଆଜ୍ଞା ସାର୍। ଆଉ ତଳେ ତଳେ ଏଠି ମୁଁ ଲେଖିବି ଦେଇଛି ପିଲେ, ଯଦି ଶତାବ୍ଦୀ କୋଡ ଜାଣିବା ପାଇଁ ହେଲେ ଦିଆଯାଇଥିବା ବର୍ଷର ଯୋଉ ବର୍ଷ ଦିଆଯାଇଥିବ ତାର ଅନ୍ତିମ 2ଟି ଅଙ୍କକୁ ଶୂନ୍ୟ ବୋଲି ମାନିବ। ମାନେ ଯେମିତି 2025 ଅଛି, ତାର ଅନ୍ତିମ 2ଟା ଅଙ୍କ ମାନେ 2 ଆଉ 5 କୁ ପିଲେ 0 ବୋଲି ମାନିବ। ଆଉ 400ରେ ତାକୁ ଭାଗ ଦେବ। ତ ଭାଗ ଶେଷ ଯାହା ରହିବ ସେହି ଅନୁସାରେ ପିଲେ ତାର କୋଡ କରାହବ ପିଲେ। ଆଉ ଯଦି ଭାଗ ଶେଷ 0 ତାହେଲେ 6, 100 ହେଲେ 4, 200 ହେଲେ ପିଲେ 2, 300 ହେଲେ ପିଲେ 0 ହବ ତାର ଶତାବ୍ଦୀ କୋଡ। ତାପରେ ଶତାବ୍ଦୀ କୋଡ ଜାଣି ସାରିଲା ପରେ ନେକ୍ସଟ ପ୍ରୋସେସ ହଉଛି ପିଲେ ଦିନ ମାନଙ୍କର କୋଡ। ତ ଦିନ ମାନଙ୍କର କୋଡ ପିଲେ ମନେ ରଖିବ ଶନିବାର ଠାରୁ ଆରମ୍ଭ କରିବ ପିଲେ ହେଲା। ଖାଲି ବାର ଶନିବାର ଠାରୁ ଆରମ୍ଭ ହବ ବୋଲି ମାନିକି ଚାଲ ପିଲେ। ତ ଶନି ରବି ସୋମ ମଙ୍ଗଳ ବୁଧ ଗୁରୁ ଶୁକ୍ର ଆଉ କୋଡ ପିଲେ କ୍ରମଶଃ ପକେଇଦବ 0 1 2 3 4 5 6 ହେଲା। ତ ଇଏ ହେଲା ପିଲେ ଦିନ ଗୁଡାକର କୋଡ ପିଲେ। ବୁଝିଲା? ଦିନ ଗୁଡାକର କୋଡ ମାନେ ତାହେଲେ ଆନ୍ସର ବାହାର କରିବା
से समय दिन मानकर कोड पिला हमको दरकार पड़िबो बुझिला पिले तो एतिकी फेई सला परे आउ खाली टिके जिंस अछि मु तमनको टिके एथरा लेखि पारनी सेउडाका मु खाली एटी तमनको टिके बुझेई दोछु पिले एतिकी करि सला परे पिले हमको आउ गोटे जिंसर आवश्यकता पड़िबो पिले सी होछि पिले लीप ईयर हला माने जहा को के हम माने पिले कोन कहि थाउ अधि वर्ष बोली कहि थाउ तो पिले लीप ईयर टा हमको दरकार पड़ियो लीप ईयर रो माने होछि कोन एबे सिना पिले 2025 हमर चालिछि पिले तो हमको दरकार पड़िबो कि हमर 2025 रे पिले वर्ष हमर कोडा 25 अरे वर्ष हमर कोडा पिले 25 होछि पिले वर्ष तो लीप ईयर रो माने होछि पिले कि 25 जो वर्ष अछि ता भितरे केतेटा लीप ईयर पड़ी सारिछि तो ताकू जानिबा पई हेले पिले 25 को हम केते हरिबा 4 रे हरिबा अरे 25 की पिले हम केते हरिबा 4 रे हरिबा तो 4 रे हरिबा पिले 4 16 24 भाग शेष होछि पिले 1 यार माने होछि कि 25 वर्ष भितरे लीप ईयर पिले केते थरा आसीबो 6 थरा आसीबो अरे पिले हां जे 25 टा वर्ष भितरे न पिले लीप ईयर पिले 6 थरा आसीबो तो ये जो लीप ईयर माने तमे लिखियो पिले 6 बोली एबे बुझि पाइलो पिले मन कर मु कहबी 1947 अछि पिले तले लीप ईयर कोन लिखियो तले कोन करिवो पिले तुम माने 47 को केते हरिबो 4 पिले हरिले केते हबो ना 4 के 4 ये हला पिले 0 ओल्हेला पिले 7 तो पुणी पड़ियो पिले 4 के 4 भाग शेष पिले केते 3 तले लीप ईयर पिले केते हला 11 तो लीप ईयर रे तुम माने 11 लिखिबो बुझला बस एती कथा आउ किछि दरकार नै पिले तो हम चलो वर्तमान गणित ऊपर को जिबा तो फार्मूला कोन कहूची पिले फार्मूला कहूची जहा तारीख देथिबो तारीख लिखिबो मासर कोड तो तुम मान जानिला मासर कोड लिखिबो वर्ष तो कोन तुम माने जानला पिले वर्ष रे वर्ष लिखिबो अधि वर्ष वर्तमान तुमको मु कहिली जहा पिले सेटा होची अधि वर्ष आ शताब्दी रो कोड मध्ये तुम मानको पिले मु बुझैली तले हमर एतिगर कांसेप्ट क्लियर हे गला आ ए सब को तुम माने हरिबो पिले 7 रे ए सब को मिसे सैला परे ताको हरिबो पिले 7 रे तो हरिला परे भाग शेष पिले किछ रहइबो पिले तो भाग शेष जहा रहइबो तो सेही हिसाब रे तार 12 पिले हबो ठीक अछि 12 तो कोडा मान जानि दै छै पिले तो सेही हिसाब रे ए जो 0 रो आरंभ करी के 6 पर्यंत जहा भी भाग शेष पिले आसीबो तो सेही भाग शेषटा ही कोन हबो आंसर पिले हबो बुझला तो सेही भाग शेषटा ही पिले तुम मानकर आंसर करा जिवो अरे बुझियो बटी पिले आगे सर उदाहरण करियो तापर उदाहरण नै पिले बाहर करबा हैला चल तो पिले आज प्रथमे आज रो ही बाहर करबा तापर हम माने आउ किछ एग्जांपल नुवा एग्जांपल पिले देखिबा तो आज होउची पिले 14 अगस्त 2025 मसिया नै कि पिले तो आज रो पिले 12 कोन हमकु जानिबार अछि हैला तो आज पिले को 12 हमकु जानिबार अछि तले कोन करबा सूत्र पिले से कोन कहिला प्रथमे तारीख तले तारीख लिखिबा पिले तारीख केते 14 प्लस तापर देछि पिले कोन देछि मासर कोड पिले को मास अरे अगस्त मास हैला अगस्त मासर पिले कोड कोन अछि 3 अगस्त मासर कोड होछि पिले 3 ना आ एटा तो पिले हमर लीप ईयर भी नुह पिले हैला तले अगस्त मासर कोड पिले केते हे गला 3 तापर कोन देछि पिले देछि वर्ष पिले वर्ष रे कोन पकेबो सर 25 वर्ष रे पिले 25 पकेबो तापर कहछ अधि वर्ष केते पकेबो पिले 25 वर्ष रे केतेटा अधि वर्ष आसीबो सर 6टा 6टा पिले अधि वर्ष आसीबो तापर प्लस देछि सेंचुरी बा शताब्दी रो कोड केता हो पिले 2000 मसिया रो 6 अरे मैं बाहर करथिले ना पिले कि 2000 को 4 सारे हरिले पिले भाग तो 0 होची तो 0 माने 6 तले शताब्दी कोड होची पिले 6 बस हे गला ये सब को पिले हम हरिबा कोथरे ना 7 रे पिले हरिबा बुझला 7 रे हरिले पिले केता हो ना याकु जो मिसे हो पिले ये जो 14 3 17 17 रे पिले 25 मिसले केता हो 17 5 22 22 20 42 42 6 पिले 48
48 6 पिले केते 54 बुझला ए सब को पिले मिसेइबो मिसेई करी केते रे हरिबो ना 7 रे पिले हरिबो तो वर्तमान पिले हम माने 54 को 7 रे हरिबा तो केते पकेबो पिले 7 7 49 7 7 49 भाग शेष केते बळिला 5 5 हेले 5 पिले कहार कोड गुरुवार आ आज पिले गुरुवार ना को बारे आज्ञा ताले ए जो 5 पिले भाग शेष बळिला एटा ही होउछ पिले गुरुवार बुझला कि पिले ना बुझ पाइलानी ଆଜ୍ଞା अरे ସାର୍ ବୁଝିଲେ अरे आराम से सहज रे करि परिबो ना पिले बार बाहर करि परिबो ना नहीं हैला तापर देखि मते कहिलो पिले मन कर हम गोटे एग्जांपल नबा पिले कि 19 3 1995 यार पिले कोन बार हबो 19 प्लस हां 19 प्लस 4 सर हां तो कोन दे से मासर कोड पिले तो मार्च मास माने कोन कोड हबो सर 1 4 4 4 हो जो 184 पिले हो तो 4 प्लस वर्ष पिले केते 95 95 लेखिबो पिले एठी 95 रे पिले केतेटा अधि वर्ष पड़े ताको बाहर करिवो केतेटा अधि वर्ष पड़ियो पिले 95 रे 95 को हरियो पड़िवो 21 टा नाम आज्ञा 21 नहीं 21 नहीं 21 नो 21 4 तो गुणे 8 1 5 4 3 12 23 पड़ी ना 23 92 हो हैला ସାର୍ 23 ଟା हैला पिले ताले 23 टा होची पिले अधि वर्ष 23 लेखिबो एठी तापर पिले सेंचुरी कोड 1900 मसियार कोड पिले 1900 मसियार कोड केते सुनो 1900 मसियार कोड पिले शून्य काहे ना 1900 को पिले 400 रे हरिले भाग से 300 हबो तो 300 माने शून्य पिले हैला आ तापर एकु सब को पिले तम माने हरि दबो केते ना 7 रे पिले हरि दबो तो हरि देले केते हबो पिले ताकु सब मिसेबो पड़िबो हैला सब मिसेबो तारे 9 4 13 13 5 18 18 3 21 एक रखनेला 2 2 1 3 9 3 12 12 2 14 केते हला 141 बाई 7 हैला એટલે ବର୍ତ୍ତମାନ 141 को प्ले 7 रे हरिबो तो केते होची भाग शेष देखिबो तम माने हैला केते पिले हे जो 7 7 दुगुणे 14 हैला ओलेला पिले 1 तो 7 दबो एठी 0 पुणे ओले पिले एठी 0 भाग शेष पिले केते हबो 1 ठीक हैला आउ 1 रे मान पिले को बार रविवार शनि रवि हैला संडे बुझला कि पिले ना बुझ पाइलनी आज्ञा सर तले थर तो माने 12 पिले बाहर करि परिबो तो आज्ञा सर ଆଜ୍ଞା ସାର୍ चल ये सिना पिले हमर हे गला नॉर्मल ईयर थिले त माने एमती पिले बाहर कर दे परिबो चल आउ खाली गोटे उदाहरण दे जे पिले हमर देश जेबे स्वाधीन होइथिला के तारिख रे पिले 15 अगस्त 1947 तो सेही दिन पिले हमर को बार पड़िथिला एटा ଟିକେ बाहर कर दो पिले तले 15 को 15 पिले रहिबो तारीख मासर कोड पिले कोन अगस्त मासर कोड 3 हाँ 3 144 036 025 036 ठीक 628 3 ताले अगस्त मासर कोड होचे पिले 3 वर्ष पिले कोडा 47 आ पिले अधि वर्ष केतेटा पड़िबो 47 रे पिले 4 रे हरिले अरे 12 चौक 48 हे जाउची तो 11 पड़िबो 11 ताले अधि वर्ष पिले पड़िबो 11 11 पड़िला पिले तापर सेंचुरी कोड केते पड़िबो 1900 मसियार सुनो 0 ठीक अछि तापर पिले ए सब को तम माने 7 रे पिले हरि दबा ताले 7 रे हरिले ये हे जो पिले केते 15 3 18 18 7 25 25 40 65 65 10 75 1 76
ହେଲା। ତ 76 କି ପିଲେ କେତେ ହରିବ 7 ରେ ପିଲେ ହରିବ। 7 ହରିଲେ ଭାଗଶେଷ କେତେ ବଢିବ ପିଲେ 10 7 6 70 ଭାଗଶେଷ ପିଲେ 6 ବଢିବ ନାଇଁ କି। ଶୁକ୍ରବାର ତ 76 କି ପିଲେ ଯଦି ଆମେ 7 ରେ ହରୁଛେ ତ ଡାଇରେକ୍ଟ 10 7 70 ଭାଗଶେଷ ପିଲେ 6। ତ 6 ର ମାନେ ପିଲେ କୋଉ ବାର ଶୁକ୍ରବାର 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 ହେଲା। ତାହେଲେ ପିଲେ ଶୁକ୍ରବାର ପଡିବ ସେଇଦିନ। ବୁଝିହେଲା କି ପିଲେ ନା ନାଇଁ। ଆଜ୍ଞା ସାର୍। ତାହେଲେ ଏଥିରେ ଆଉ ପିଲେ କାହାର କିଛି ଆଉ ଡାଉଟ ନାହିଁ ତ ଏତିକି ବାହାର କରିବା ପାଇଁ। ଖାଲି ଗୋଟିଏ ପ୍ରୋବ୍ଲେମ ପିଲେ କୋଉଠି ହବ ନା ଯଦି ପିଲେ ଲିପ୍ ଇୟର ଦେଇଥିବ ଆଉ ତା ସାଙ୍ଗରେ ଜାନୁଆରୀ ଫେବୃଆରୀ ମାସ ପିଲେ ଦେଇଥିବ ତାହେଲେ ସେଇ ସମୟରେ ପିଲେ ଯଦି ସେଇ କୋଡ ପକେଇଦବ ତାହେଲେ ତୁମେ ସେଇଠି ପିଲେ ଆନ୍ସର ଭୁଲ କରିକି ପଳେଇ ଆସିବ। ନାଇଁ ଯଦି ଲିପ୍ ଇୟର ଦେଇଛି ଜାନୁଆରୀ ଫେବୃଆରୀ କି ଛାଡିକିରି ଅନ୍ୟ କୌଣସି ମାସ ଦେଇଛି ତାହେଲେ ତ କିଛି ଅସୁବିଧା ନାହିଁ ପିଲେ। କିନ୍ତୁ ଜାନୁଆରୀ ଫେବୃଆରୀ ଦେଇଦେଲା ତାହେଲେ ପିଲେ ପ୍ରୋବ୍ଲେମ ହବ ନା ନାଇଁ। ଯଥା ଉଦାହରଣ ପାଇଁ ପିଲେ ଆମେ ଗୋଟେ ଏକ୍ସାମ୍ପଲ ନବା ପିଲେ 2024 ମସିହା ହେଲା ଜାନୁଆରୀ ମାସର ଗୋଟେ ଉଦାହରଣ ନିଅ ପିଲେ ଠିକ ଅଛି। 17/1/2024 ମସିହା ତାହେଲେ 2024 ମସିହା ଟା ପିଲେ ଲିପ୍ ଇୟର କି ନାଇଁ କୁହ। ଆରେ 2024 ଟା ପିଲେ ଲିପ୍ ଇୟର ଅଧିବର୍ଷ ପିଲେ। ତ ଉଦାହରଣ ହିସାବରେ ଯଦି ଆମେ ନଉଛେ ତ ଆରେ ପିଲେ ଭୟ ଶୁଣିପାରୁନ। ଆରେ ପିଲେ ଭୟ ଶୁଣିପାରୁଛ ଆଜ୍ଞା ସାର୍ ସାର୍ ଏବେ ଏବେ ଶୁଣାଗଲା। ଆସିଲା। ହେଲା। ତ ଯଦି ପିଲେ ଲିପ୍ ଇୟର ପଚାରି ଦେଇଥିବ ଆଉ ପିଲେ ଜାନୁଆରୀ କିମ୍ବା ଫେବୃଆରୀ ମାସ ପିଲେ ଦେଇ ଦେଇଥିବ ତାହେଲେ ସେଠି ତୁମେ ଯଦି କୋଡ ପିଲେ ଚେଞ୍ଜ ନ କରିବ ତ ତମକୁ ପିଲେ ପ୍ରୋବ୍ଲେମ ହେଇପାରେ ବୁଝିଲା। ତ ପ୍ରଥମେ ଆମେ ୟାକୁ ଥରେ ପରୀକ୍ଷା କରିନେବାଟା ହିଁ ଠିକ ପିଲା ହବ। ମନେକର ପିଲେ 17/1/2024 ଦେଇଛି ପିଲେ ତାହେଲେ 2024 ଟା ପିଲେ ଲିପ୍ ଇୟର କି ନାଇଁ କୁହ। ଆଜ୍ଞା ସାର୍। ଆଜ୍ଞା ସାର୍। 2024 ଟା ପିଲେ ଲିପ୍ ଇୟର ଅଛି ଆଉ ଏଠି ମଧ୍ୟ ମାସ ମଧ୍ୟ ସେ ପିଲେ ଜାନୁଆରୀ ମାସ ହିଁ ଦେଇଛି ପିଲେ। ତ ଯଦି ଆମେ ପିଲେ ହିସାବ କରିବା ତ ଆମ ନିୟମ ହିସାବରେ ପିଲେ 17 ତାରିଖ ପଡିଲା ଆଉ ପିଲେ ମନ୍ଥ ର କୋଡ ପିଲେ କେତେ ହବ 0 ଜିରୋ। 0 ହବ ଠିକ ଅଛି 0 ହେଲା। ତାପରେ ପିଲେ ବର୍ଷ ପକେଇଲା ମାନେ 24 ଆଉ ପିଲେ ଅଧିବର୍ଷ ହେଇଯିବ ପିଲେ କେତେଟା 6ଟା 6ଟା ଅଧିବର୍ଷ 6ଟା। ହେଲା। ଆଉ ତାପରେ ସେଞ୍ଚୁରୀ କୋଡ ପିଲେ କେତେ 6 6 ହେଲା। ଆଉ ଏ ସବୁକୁ ପିଲା ମାନେ 7 ରେ ପିଲା ହରିବା। ତ ଯୋଉ 7 ରେ ହରିବା ପିଲେ 17 17 4 21 21 20 41 41 6 ପିଲେ 47 47 6 ପିଲେ 53 ତ 53/7 ତ ହରିଲେ ପିଲେ କେତେ ହବ ଆରେ 7 7 49 ଭାଗଶେଷ କେତେ ବଢିବ 4 ଭାଗଶେଷ ପିଲେ ବଢିବ 4। ତାହେଲେ 4 ର ମାନେ ପିଲେ କୋଉ ବାର ବୁଧବାର 0 1 2 3 4 ଶନି ରବି ସୋମ ମଙ୍ଗଳ ବୁଧ। ତାହେଲେ ବୁଧବାର ଥରେ ପିଲେ ଦେଖିଲ ଡେଟ୍ ପିଲେ ଯୋଉ 17/1/2024 ଟା ପିଲେ ବୁଧବାର ଥିଲା ନା କୋଉ ବାର ଥିଲା। ଆରେ ତମ ମାନ କ୍ୟାଲେଣ୍ଡରରେ ଆସୁଥିବ ପୁରା ପିଲେ। ଏକ ଆଜ୍ଞା ଦେଖିଲ ସାର୍ ବୁଧବାର ଥିଲା। ବୁଧବାର ଥିଲା କିନ୍ତୁ ଯଦି ପିଲା ଆମେ ଯଦି ଆଜ୍ଞା ସାର୍। ଭୁଲ ବଶତଃ ଯଦି ଆମେ ପିଲା ଲିପ୍ ଇୟର ର କୋଡ ନ ପକେଇଥାନ୍ତେ ସେଇ ଯଦି ଲିପ୍ ଇୟର ର କୋଡ ନ ପକେଇଥାନ୍ତେ ତ 0 ଜାଗାରେ କେତେ ପକେଇଥାନ୍ତ 1 ପକେଇଥା 0 ଜାଗାରେ ତମେ 1 ହିଁ ପକେଇଥାନ୍ତ ପିଲେ ନର୍ମାଲ କୋଡ ହିସାବରେ ତାହେଲେ ପିଲେ ଆନ୍ସର ଭୁଲ ପଳେଇ ଆସିଥାନ୍ତା। ସେଥିପାଇଁ ମନେ ରଖିବ ପିଲେ ହେଲା ଏଇ ଜିନିଷଟା ଜାଣିବା ଜିନିଷ ଆଉ ଏଇ ଜିନିଷରେ ମଧ୍ୟ ବହୁତ ଭୁଲ ଭାଲ ହେଇଯାଏ ପିଲେ। ତ ମନେ ରଖିବ ଯଦି ଲିପ୍ ଇୟର ପିଲେ ହେଇଯାଇଛି ବର୍ଷଟାକୁ ଦେଖିବ ପ୍ରଥମେ ପିଲେ ଏଇଟା ଲିପ୍ ଇୟର କି ନାହିଁ। ଆଉ ଲିପ୍ ଇୟର ତ ଜାଣିବା ପାଇଁ ଜାଣିଲ ଫର୍ମୁଲା ପିଲେ କି ଦିଟା ଯୋଉ ପ୍ରଥମ ଦିଟା ସଂଖ୍ୟା ଅଛି ଏଇଟା ପୁରା ପୁରି 4 ରେ କଟି ଯାଉଥିବ ସାର୍ ବୁଝିଲା। 1 ପକେଇ ଦେଇଥିଲେ ଗୁରୁବାର ହେଇଥାନ୍ତା ମାନେ ଅପସନ ରେ ବୁଧବାର ବି ଥିବ ଗୁରୁବାର ବି ଥିବ। ଗୁରୁବାର ବି ଥିବ ତ ଆନ୍ସର ଭୁଲ ହେଇଥାନ୍ତା କି ନାଇଁ। ତ ସେଥିପାଇଁ ଲିପ୍ ଇୟର ଦେଇଛି ଆଉ ପିଲେ ଜାନୁଆରୀ ଫେବୃଆରୀ ପଚାରିଛି ସବୁ ପିଲେ ଦରକାର ନାହିଁ ଅନ୍ୟ ଗୁଡାକରେ ତ ସେମ ହିଁ ରହିବ କେବଳ ପିଲେ ଦିଟା ହିଁ ବିଶେଷ କୋଉଟା ଜାନୁଆରୀ ଆଉ ଫେବୃଆରୀ ଠିକ ଅଛି ଏଇ ଦିଟାରେ ହିଁ କେବଳ କୋଡ ପିଲେ ଚେଞ୍ଜ ହବ ଠିକ ଅଛି। ତାହେଲେ ଏବେ ତମ ମାନେ ପିଲା ନର୍ମାଲି ଜିନିଷ ଜାଣିଲ କି ନା ନାଇଁ କୁହ।
ଆଜ୍ଞା ସାର୍ ତମେ ନର୍ମାଲି ପିଲେ ବାହାର କରିପାରିବ କଣ କୋଉ ବାର ପଡୁଛି ତମେ ତମ ନିଜର ଡେଟ୍ ଅଫ ବାର୍ଥ ପକେଇକିରି ବି ତମର ବାର ପିଲେ ବାହାର କରିଦେଇ ପାରିବ କି ମୁଁ ଏଇ ବାରରେ ଜନ୍ମ ହେଇଥିଲି ବୋଲି ନା ବାହାର କରିପାରିବନି ଆଜ୍ଞା ସାର୍ ଆଜ୍ଞା ହେଇଯିବ। ତ ବର୍ତ୍ତମାନ ପିଲେ ତାପରେ ନେକ୍ସଟ କାମ କଣ ବର୍ତ୍ତମାନ ଦେଖିବା ପିଲାମାନେ କି ପରୀକ୍ଷାରେ ପ୍ରଶ୍ନ କେମିତି ଆସିବ ପରୀକ୍ଷାରେ ପିଲେ ପ୍ରଶ୍ନ ଏମିତି ଆସିବ ନାହିଁ ଏ ତ ପୁରା ସିମ୍ପଲ ହେଇଗଲା ପରୀକ୍ଷାରେ ପ୍ରଶ୍ନ ଏମିତି ଆସିବନି ପରୀକ୍ଷାରେ ପିଲେ କଣ ପ୍ରଶ୍ନ ଦବ ଦେଖ ପରୀକ୍ଷାର ପ୍ରଶ୍ନ ବର୍ତ୍ତମାନ ବୁଝ ପିଲେ ପରୀକ୍ଷାରେ ପ୍ରଶ୍ନ ଦବ ପିଲେ କି 1/9/1995 ହେଲା 95 ରେ ଯଦି ହେଲା ଶନିବାର ଥିଲା ହେଲା ये संस्कृत दब पिले 1/9/1995 इत्यत्र यदि शनिवार आसीत तर्हि तेबे ହେଲା ମୁଁ ଏବେ ଓଡ଼ିଆରେ ଖାଲି ନର୍ମାଲ ଲେଖି ଦଉଛି ତେବେ 1 ସେପ୍ଟେମ୍ବର 1998 ରେ କେଉଁ ବାର ପଡିବ କେଉଁ ବାର ପଡିବ ତ ଏଇ ସବୁ ଜିନିଷ ତମେ କେମିତି କରିବ ସ୍ୱୟଂ କହିଲ ତୁମେ କହିବ ତ 1/9/1995 ତ ସେ ଦେଇଛି ଶନିବାର ତ ଆମକୁ ଆଉ କରିବା କଣ ଦରକାର ଆମେ ଖାଲି 1/9/1998 ବାହାର କରିଦବା ନା ନାଇଁ ହଉ ସାର୍ ମାନେ ଯୋଉ 1/9/1996 ବୋଧେ ରବିବାର ପଡିବ ନା କଣ ଏମିତି କଣ ଗୋଟେ ଅଛି। ନା ଯଦି ଏଇଭଳିଆ ପ୍ରଶ୍ନ ଦେଲା ପିଲେ ତମମାନେ ଭୁଲରେ ସୁଧା ପିଲେ ତମେ ଭାବିଦବନି କି 1/9/1995 ତ ଦେଇଛି ଆଉ ଆମେ ଆଉ କାହିଁ ତା ଉପରେ କାମ କରିବା କିଛି ଦରକାର ନାହିଁ ତାକୁ ଛାଡି ଦିଅ ଆମକୁ ଯାହା ପ୍ରଶ୍ନ ଦେଇଛି ସେଇ କାମ କରିବାକୁ ପଡିବ। 1/9/1998 ଆମେ ସେଇଟା ହିଁ କରିବା ତ ସେମିତି ଭୁଲ ସୁଧା କରିବ ନାହିଁ ତମକୁ ଦିଟା ଯାକ ପିଲେ କରିବାକୁ ପଡିବ ତ ସେଥିପାଇଁ ପିଲେ କାହିଁ କରିବାକୁ ପଡିବ ବୁଝ ପିଲେ ଭଲସେ 1/9/1995 ଅଛି ପ୍ରଥମେ ତାର ବାହାର କର ଆଗ ତ ତାରିଖ ପକେଇଲ ପିଲେ କେତେ 1 ତାପରେ 9 ଅଛି ପିଲେ ତ 9 ର କୋଡ କେତେ ହେଇଯିବ 144 025 036 ହେଲା 6 ଆରେ କେତେ କୋଡ ହବ ପିଲେ ସେପ୍ଟେମ୍ବର ମାସର 6 ପିଲେ କୋଡ ହବ ତାପରେ ସେଥିରୁ ପିଲେ ବର୍ଷ ପକେଇବ ବର୍ଷ ପିଲେ କେତେ ଅଛି 95 ତାପରେ ଏଥିରୁ ଲିପ୍ ଇୟର ବାହାର କରିବ ତ 95 ରେ ପିଲେ ଲିପ୍ ଇୟର କେତେଟା ପଡିବ 23 ଟା ଆରେ 23 ଚୌକ 92 ପିଲେ 23 ଟା ପିଲେ ଲିପ୍ ଇୟର ପଡିବ ତାପରେ ଶତାବ୍ଦୀ କୋଡ ପିଲେ କେତେ ପଡିବ 0 ହେଲା ପଢି ସାରିଲା ପରେ ୟାକୁ ପ୍ରଥମେ ଆଗ 7 ରେ ହର ତାପରେ ଆଗକୁ ଯିବା ତାହେଲେ 6 1 7 7 5 12 90 12 ପିଲେ 102 102 ରେ ପିଲେ 23 ମିଶିଲେ କେତେ ହବ 125 ହେଲା ତ 125/7 ବୁଝିଗଲା ପିଲେ 125 କେତେ ହେଇଯିବ 7 ପିଲେ ହେଇଯିବ ତାପରେ 125 କୁ ଯଦି 7 ରେ ହରିବ ତ ଭାଗଶେଷ ପିଲେ କେତେ ହଉଛି ଦେଖିଲ ଆରେ 125 କି ନା 7 ରେ ହରିବ ତ 7 କେ 7 ତ 5 5 7 7 49 ଶୁକ୍ରବାର ହେଲା 7 7 49 କେତେ ହେଲା ପିଲେ ଭାଗଶେଷ 6 ଭାଗଶେଷ 6 ମାନେ ପିଲେ କୋଉ ବାର ଶୁକ୍ରବାର ପିଲେ ହେଲା ବୁଝିଲା ପିଲେ ଶୁକ୍ରବାର କିନ୍ତୁ ସେ ଦେଇଛୁ କୋଉ ବାର ଶନିବାର ୟାର ମାନେ ପିଲେ ସେ ପ୍ରକୃତରେ ଯୋଉ ବାର ବାହାରୁଛି ସେଇ ବାରଠୁ ସେ କେତେ ଅଧିକ କରିକିରି କହୁଛି 1 ଅଧିକ କରିକିରି କହୁଛି ମାନେ ଶୁକ୍ରବାରକୁ ସେ ଶନିବାର ବୋଲି କରିକି କହୁଛି ତ ଠିକ ସେଇଭଳି ଭାବରେ ୟାର ପିଲେ ଆନ୍ସର ଯାହା ବି ବାହାରିବ ଆମକୁ ପିଲେ କଣ କରିକି କହିବାକୁ ପଡିବ 1 ମିଶେଇକିରି କହିବାକୁ ପଡିବ ଇଏ ହେଲା ପିଲେ ସେଥିପାଇଁ ମୁଁ କହିଲି ତୁମକୁ କରିବାକୁ ପଡିବ ଥରେ ତ ୟାକୁ ତାପରେ ବାହାର କରିପାରିବ ପିଲେ ତ 1 ଲେଖିବ ତ ଯେମିତି ପିଲେ ଅଗଷ୍ଟ ମାସ ଦେଇଛି ତ ଅଗଷ୍ଟ ମାସର କୋଡ ବି 6 ଲେଖିବ ଠିକ ଅଛି ବର୍ଷ ଅଗଷ୍ଟ ସେପ୍ଟେମ୍ବର ହଁ ସେପ୍ଟେମ୍ବର କୋଡ 6 ପକେଇବ ଆଉ ଏଠି ଯେମିତି ପିଲେ ବର୍ଷ 98 ଅଛି 98 ପକେଇବ 98 ରେ ଲିପ୍ ଇୟର କେତେଟା ଆସିବ ପିଲେ 24 ଚୌକ 96 24 ଟା ଆସିବ ଲିପ୍ ଇୟର ତାହେଲେ 24 ପକେଇବ ପ୍ଲସ ଆମର ପିଲେ ସେଞ୍ଚୁରୀ କୋଡ ହଉଛି ପିଲେ 0 ପକେଇକିରି ଆକୁ ସବୁ ପିଲେ ତମ ମାନେ 7 ରେ ଆକୁ ହରିବ ହେଲା ତ 7 ରେ ହରିଲେ କେତେ ହବ ନା 6 1 7
ଆଉ ଇଏ ପିଲେ 98 7 105 ହେଲା 105 105 24 ମିଶିଲେ କେତେ 129 ହେଲା ତ 129 କୁ ପିଲେ 7 ରେ ହରିବ ସେଥିରେ ଟିକେ ଚାଲିବା ପିଲେ ଅସୁବିଧା ହଉଛି ହଁ 129 କି ପିଲେ 4 ରେ ହରିବ ହରିଲେ କେତେ ହେଇଯିବ 129 7 ରେ ହର 7 କେ 7 5 9 ତାପରେ କେତେ ପଡିବ 7 8 56 ଭାଗ ଶେଷ ପିଲେ 3 ପଡିବ 4 କି 3 ପଡିବ ନା ହେଲା 129 ପରେ ଅଛି ପିଲେ ଦେଖ ଆଉ ଥରେ ହରି ଦିଅ ଏଇଟା ଆମର ବୁଧବାର ହେଲା ତ 7 ରେ ହରିଲେ ପିଲେ 7 କେ 7 ଭାଗ ଶେଷ ହେଲା ପିଲେ କେତେ 12 7 ଗଲେ 5 ଓହ୍ଲେଇଲା ପିଲେ 9 ଏ ପେନ୍ ଅସୁବିଧା ଅଛି ବଡ ହେଲା ତ 7 8 କେତେ ନା 7 8 କଣ ପିଲେ ପଡିବ ହଁ 7 8 ତ ପଡିବ 856 ଠିକ 56 ହେଲା ତାପରେ ଭାଗ ଶେଷ ପିଲେ ହେଲା 3 ତାହେଲେ 3 ହିସାବରେ ଆମକୁ କୋଉ ବାର ପିଲେ ପ୍ରକୃତରେ ହଉଛି ମଙ୍ଗଳବାର କିନ୍ତୁ ବୁଧବାର କହିବା ଆଉ ମଙ୍ଗଳବାର ହଉଛି କିନ୍ତୁ ଆମକୁ ଆନ୍ସର ପିଲେ କଣ କହିବାକୁ ପଡିବ ଏକ ମିଶିକି କହିବାକୁ ଏକ ମିଶେଇକିରି କହିବାକୁ ପଡିବ ତାହେଲେ ତମମାନେ ଏତିକି ଜିନିଷ ଶିଖିଲ କି ପିଲେ ମତେ କୁହ ତ ଏତିକି ଜିନିଷ ହେଲା ହଉ ତ ଏତିକି ଜିନିଷ ହିଁ ପିଲା ଶିଖିଥାଅ ୟା ଉପରେ ଆଉ କିଛି ପ୍ରଶ୍ନ ମୁଁ ତମକୁ ଦେବି ତାକୁ ଆଜି ପ୍ରାକ୍ଟିସ କରିବ ଟିକେ ହେଲା ଆଉ କାଲିକି ପିଲା ଆମେ ଖାଲି ଆଉ ଗୋଟିଏ କ୍ଲାସ ରେ ଟିକେ ଶିକ୍ଷଣ ଅଭିରୁଚି ମଧ୍ୟ ଆରମ୍ଭ କରିଦବା ତାପରେ ଆଉ ପିଲେ କିଛି ନାହିଁ ତାପରେ ଆମେ ଆମର ଯେମିତି ବ୍ୟାକରଣ ପିଲେ ପଢା ହଉଥିଲା ଆମେ ଆମର ସିରିଏଲି ପିଲେ ପଢିବା ବୁଝିହେଲା ତ ମଝିରେ ମଝିରେ କେତେବେଳେ କେମିତି ଟିକେ ଟିକେ ରିଜନିଂ ପଢୁଥିବା ମଝିରେ ମଝିରେ ଆଉ ନହେଲେ ତ ବ୍ୟାକରଣ ପିଲେ ସବୁଦିନ ପଢିବା ହେଲା ତାହେଲେ ଏତିକି ପୁରା ଶିଖିଗଲ ତ ଆଜି ଭଲସେ କିଛି ଅବୁଝା ରହିଲାନି ତ ଆଉ ନାଇଁ ସାର୍ ହେଲା ଯାହାର ଯାହା ପ୍ରୋବ୍ଲେମ ରହିବ କହିବ ପିଲେ ଠିକ ଅଛି ମେନ୍ ତ ହେଲା କୋଡ ଗୁଡାକ ପିଲେ ମନେ ରଖିଦବ ଆଉ କୋଡ ମାନେ ଏଇ ଯୋଉ ମନ୍ଥ କୋଡ ଗୁଡାକ ମନ୍ଥ କୋଡ ତ କହିଲି ପିଲେ କେମିତି ମନେ ରଖିବ 144 025 036 146 ହେଲା ତ ଏଇ ହିସାବରେ ଏଇଟାକୁ ଟିକେ ପଠେଇଥିଲେ ଭଲ ହୁଅନ୍ତା ହଁ ମୁଁ ଏଇ ପିଡିଏଫ ଟା ପଠେଇଦେବି ପିଲେ ହେଲା ଏ ପିଡିଏଫ ଟାକୁ ମୁଁ ପଠେଇଦେବି କଣ ଏଥିରେ ମୁଁ କେତେଟା କୋଶ୍ଚିନ୍ ଆଡ କରି ପଠେଇଦେବି ତମାନେ ସେତ କାଲି ଟିକେ ପ୍ରାକ୍ଟିସ କରିଥିବ ବୁଝିହେଲା ହଁ ତ ଏଇ ପିଡିଏଫ ର ପିଲେ ମୁଁ ଲାଷ୍ଟକୁ କେତେଟା ପ୍ରଶ୍ନ ଆଡ କରିଦେଇଥିବି ଆଡ କରିକିରି ଦେଇଥିବି ତମ ସେଗୁଡାକ ଟିକେ ଅଭ୍ୟାସ କରିବ ଆଉ ପୁଣି ପିଲା ଆମେ କାଲିକି ଦେଖିବା ଶିକ୍ଷଣ ଅଭିରୁଚି ପିଲେ ଟିକେ ପଢିବା ଆଉ ଠିକ ଅଛି କାହିଁକିନା ଶିକ୍ଷଣ ଅଭିରୁଚି ପିଲେ ବହୁତ ଇମ୍ପୋର୍ଟାଣ୍ଟ ଟପିକ ସେଥିପାଇଁ ଏଇ ଯୋଉ ଶିକ୍ଷଣ ଅଭିରୁଚି ଟା ପିଲେ ଆମର ସିଏସୟୁ ରେ ବି ଅଛି ସିଲାବସ ରେ ତା ସହିତ ଜଗନ୍ନାଥରେ ବି ଅଛି ନା ନାଇଁ ଆଜ୍ଞା ସାର୍ ଆଜ୍ଞା ଚାଲ ଯୋଉମାନେ ଜେନେରାଲ ପିଲେ ପଢିଥିବ ଯୋଉମାନଙ୍କର ଏଜୁକେସନ ଅପସନାଲ ଥିବ ସେମାନଙ୍କୁ ଅବଶ୍ୟ ଟିକେ ସୁବିଧା ତମ ଭିତରେ ପିଲା କିଏ ଜେନେରାଲ ଅଛ ଯାହାର ଏଜୁକେସନ ପିଲା ଅପସନାଲ ଥିଲା ଆଜ୍ଞା ସାର୍ ମୋର ଥିଲା +2 ବେଳେ ହଁ ତ ଯାହାହେଲେ ତମକୁ ଟିକେ ଟିକେ ଝିଅ ନଲେଜ ଥିବ ତା ଉପରେ ନା ନାଇଁ ଶିକ୍ଷା ଉପରେ କିଏ କଣ ମତ ଦେଇଥିଲେ ଗାନ୍ଧୀଙ୍କର କଣ ମତ ଠିକ ଅଛି ଏମିତି ସବୁ ବହୁତ ସାରା ମତ ପିଲା ଆସିବ ଶିକ୍ଷା ଉପରେ ହ୍ୱାଟ ଇଜ ଏଜୁକେସନ ତ ତାପରେ ବହୁତ ସାରା ମତ ଆସିବ ସେଗୁଡା ଟିକେ ମନେ ରଖିବା କାଲି ପଢିବା ପିଲା ଶିକ୍ଷଣ ଅଭିରୁଚିର କଣ କଣ ଟପିକ ଦେଖିବା କାଲିକି ଆମେ ଆଲୋଚନା କରିବା ହେଲା ତ କିଛି ବ୍ୟସ୍ତ ହବାର ନାହିଁ ସବୁ ଜିନିଷ ପିଲେ କ୍ଲିୟର ହେଇଯିବ ଠିକ ଅଛି ତମମାନେ ଖାଲି ନିରନ୍ତର ନିରବଚ୍ଛିନ୍ନ ଭାବରେ ଯୋଉ ବର୍ଣ୍ଣ ବିନ୍ୟାସ ବର୍ଣ୍ଣ ସଂଯୋଜନ ପାଇଁ ଗୁଗୁଲ ଫର୍ମ ପଠେଇବେ ସେଇଟା ତ ପଠେଇଲୁନି ସେଇଟା ମୁଁ ପଠେଇଥାନ୍ତି ପିଲେ ଠିକ କଥା ମନେ ପକେଇଛ ମୁଁ ଆଜି ସେଇଟା କରିଦେବି ହେଲା ମୁଁ ଆଜି ତମକୁ ଏଇଟା ପଠେଇଦେବି ତାପରେ ସେଇଟାକୁ କରିକି ପିଲେ ପଠେଇବି ଆଉ ଯୋଉ ପିଡିଏଫ ଟା ପଠେଇବି ସେ ପିଡିଏଫ ରେ ଥିବ ପିଲେ ତଳେ ପ୍ରଶ୍ନ ହେଲା ତ ସେତେବେଳେ କରିଥିବ ଖାତାରେ ବୁଝିହେଲା ଆଜ୍ଞା ହଉ ପିଲେ ଠିକ ଅଛି ପୁଣି ଆମେ ମାନେ କାଲିକି ଦେଖିବା ଆଉ ସାର୍ ପ୍ରଣାମ ସାର୍ ହଁ ପିଲେ